ହ୍ୟାଲୋ ସାଙ୍ଗମାନେ ଆପଣମାନଙ୍କୁ ରେଣୁର କିଚେନକୁ ସ୍ୱାଗତ। ଆଜି ଆମେ କିଛି ପାଳ ଛତୁ ନେଇ ଆସିଛେ। ତାକୁ ଆମେ ଆଜି ଭଲ ଭାବରେ ସଫା କରି ନେବା। ଆମେ ବର୍ତ୍ତମାନ ଛତୁଟିକି ଭଲ ଭାବରେ ସଫା କରି ନେଇଛେ। ତାକୁ ବର୍ତ୍ତମାନ ଧୋଇ ନେବା। ଛତୁଟିକି ମୁଁ ଏବେ ଭଲ ଭାବରେ ହଳଦୀ ପକାଇ ଧୋଇ ନେଇଛି। ସେ ସଫା ବହୁତ ଭଲ ପରିଷ୍କାର ମଧ୍ୟ ହୋଇଯାଇଛି। ବର୍ତ୍ତମାନ ଆମେ ଛତୁଟିକୁ ଭାଜି ନେବା। ଆମେ ପ୍ରଥମେ ପ୍ୟାନରେ କିଛି ଅଏଲ୍ ନେଇଯିବା। କିଛି ଫୁଟଣ ଆମେ ସେଥିରେ ନେଇ ଆସିଛେ। ଆମେ ଛତୁଟିକି ଭଲ ଭାବରେ ପ୍ରଥମେ ସନ୍ତୁଳା କରି ନେବା। ଛତୁଟିକି ଭାଜିଦେଲେ ଛତୁରେ ଯେଉଁ ପାଣି ଥିବ ତାହା ମରିଗଲା ପରେ ଆମେ ତାକୁ ଭଲ ଭଲ ଡିଶ୍ ବନେଇ ପାରିବା। ସେଥିରେ ବର୍ତ୍ତମାନ ଛତୁରେ ପାଣି ଆସିଯାଇଛି। ଆମେ ପାଣିଟିକି ମରିଲା ପର୍ଯ୍ୟନ୍ତ ଛତୁଟିକି ଛାଡ଼ିଦେବା। କାହିଁକିନା ଯଦି ଛତୁରୁ ପାଣି ଆମେ ନିଗିଡ଼ି ଦେବେ ତା'ର ସମସ୍ତ ବାସ୍ନା ଚାଲିଯିବ। ବର୍ତ୍ତମାନ ଛତୁରୁ ପାଣିଟି ମରିଯାଇଛି। ଆମେ ତାକୁ ଟିକେ ଭଲ ଭାବରେ ପଚେଇ ଭାଜି ନେବା। ପଚେଇକି ଭାଜିଲେ ତା'ର ଭଲ ସ୍ମେଲ୍ ବି ଆସିଥାଏ ଆଉ ଖାଇବାକୁ ମଧ୍ୟ ଟେଷ୍ଟି ଲାଗିଥାଏ। ସାଙ୍ଗମାନେ ବର୍ତ୍ତମାନ ମୋ ଛତୁଟିକି ଭଲ ଭାବରେ ହେଇ ଆସୁଛି। ମୁଁ ତାକୁ ଭାଜିଲିଣି। ଏବେ ଟିକେ ଟିକେ ଲାଲ ଲାଲ ମଧ୍ୟ ପଡ଼ି ଆସିଲାଣି। ଆଉ ଟିକେ ସମୟ ଆମେ ଆକୁ ଭାଜି ନେବା। ଭାଜି ନେଲା ପରେ ଆମେ ଏବେ ତରକାରୀ ବନେଇବା ପାଇଁ ପ୍ରସ୍ତୁତ କରିନେବା କିଛି ମସଲା। ମୁଁ ଏଠି କିଛି ଗୋଟା ମସଲା ନେଇଛି ପ୍ରସ୍ତୁତ କରିବା ପାଇଁ। ଆଳୁ 3ଟି ନେଇଛି ଆଉ ଟମାଟୋ ଗୋଟିଏ ମଧ୍ୟ ନେଇଛି। ଆମେ ବର୍ତ୍ତମାନ ପରିବାଟିକୁ ଭଲ ଭାବରେ ଧୁଆଧୁଇ କରି କାଟି ନେବା ଏବଂ ମସଲାଟାକୁ ମଧ୍ୟ ବନେଇ ନେବା। ବର୍ତ୍ତମାନ ଆମେ ଛତୁକୁ ରୋଷେଇ କରିବା ପାଇଁ ମୁଁ ଛତୁ ଭଲ ଭାବରେ ଭାଜି ନେଇଛି। ଆଳୁ ମଧ୍ୟ ଏଠି କିଛି କଟା ଆଳୁକୁ ଏଭଳି ଭାବରେ କାଟି ନେଇଛି ଏବଂ ଆଳୁକୁ ମଧ୍ୟ ଟିକେ ବଏଲ୍ କରି ନେଇଛି। କାହିଁକିନା ବଏଲ୍ ଆଳୁଟା ଭଲ ଟେଷ୍ଟ ଲାଗେ। ଯେହେତୁ ଆମେ ଅଳ୍ପ ତେଲରେ ଆମେ ରୋଷେଇ କରୁଛେ। ଏଠି ମୁଁ କିଛି କଟା ହେବା ଟମାଟୋ ରଖିଦେଇଛି ଏବଂ ଏଠି କିଛି ମୁଁ ମସଲା ମଧ୍ୟ ତାକୁ ନେଇ ଆସିଛି। କଟା ଛେଚିକି କାଟିକି ଛେଚି ଦେଇଛି ପିଆଜ ଗୁଣ୍ଡେ, ଲଙ୍କା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା ରସୁଣର ପେଷ୍ଟ ଏବଂ ଧନିଆ ପତ୍ର। ବର୍ତ୍ତମାନ କରେଇଟି ଆମର ତାତି ଯାଇଛି। ଆମେ କିଛି ଅଏଲ୍ ଆଡ଼୍ କରିନେବା। ତେଲ ଆମର ବର୍ତ୍ତମାନ ଗରମ ହୋଇ ଆସୁଛି। ଆମେ ସେଥିରେ ପିଆଜକୁ ଦେଇଦେବା। ମୁଁ ପୂର୍ବ ଭିଡ଼ିଓରେ ମଧ୍ୟ କହିଥିଲି ଯେ ଆମେ ଯେତେବେଳେ ପିଆଜ ତେଲରେ ଆମେ ଭାଜି ନେବା ସେତେବେଳେ ଆମେ କିଛି ଲୁଣ ଆଡ଼୍ କରିବା। କାହିଁକିନା ଲୁଣଟା ପିଆଜକୁ ସିଝେଇ ଦିଏ ଆଉ ପିଆଜର ସ୍ମେଲ୍ କଞ୍ଚା ସ୍ମେଲ୍ଟାକୁ ନଷ୍ଟ କରିଦିଏ। ମୁଁ ଏକାଥରେ କି ଲୁଣ ଆଡ଼୍ କରିନେଇଛି ତରକାରୀ ପାଇଁ। ବର୍ତ୍ତମାନ ଆମେ ପିଆଜଟିକୁ କିଛି ସମୟ ଭାଜିବା ଯେପରିକି ପିଆଜର କଞ୍ଚା ଅଂଶ ନଷ୍ଟ ନ ହେଇଛି। ଆମେ ପିଆଜଟିକୁ ଭଲ ଭାବରେ ଭାଜି ନେବା। ପିଆଜଟି ବର୍ତ୍ତମାନ ହେଇ ଆସିଛି। ଆମେ ସେଥିରେ ଅଦା ରସୁଣର ପେଷ୍ଟ ନେଇ ନେବା। ଭଲ ଭାବରେ ଆମେ ତାକୁ ଗୋଳେଇ ନେବା। ବର୍ତ୍ତମାନ ଆମେ ଏଥିରେ ଟମାଟୋକୁ ଆଡ଼୍ କରିନେବା। ଯେହେତୁ ଅଦା ରସୁଣର ପେଷ୍ଟ ପଡ଼ିଲାଣି ସେ ତଳ ଆଡ଼ୁ ଟିକେ ଲାଗି ଆସିଲାଣି ଅଠାଳିଆ ହେଇ। ତେଣୁ ଆମେ ତାକୁ କିଛି ପାଣି ହାଲକା ପାଣି ଦେଇନେବା। ଆମେ କିଛି ସମୟ ପାଇଁ ଆକୁ ଏମିତି ଭାଜି ନେବା। ଆମେ ବର୍ତ୍ତମାନ ମସଲା ଟିକେ ହେଇ ଆସିଲା ଭଳି ଲାଗିଲାଣି। ଆମେ ସେଥିରେ କିଛି ଗୁଣ୍ଡ ମସଲା ଟିକ ଯାହା ରଖିଛେ ଆମେ ସବୁ ଆଡ଼୍ କରି ନେବା। ଆମେ ଏଥିରେ ପୂର୍ବରୁ ମୁଁ କହିଥିଲି ହଳଦୀ, ଜିରା, ଧନିଆ ଏବଂ ଲଙ୍କା ଗୁଣ୍ଡ। କାହିଁକିନା ଆମେ ଘରର ମସଲା ୟୁଜ୍ କରୁଛୁ, ବାହାର ମସଲା ଖାଉନାହୁଁ ଦେହ ପାଇଁ। ଆମେ ଏଥିରେ ମସଲା ଯେଭଳି ଭାବରେ ପୋଡ଼ି ନଯିବ ସେଇଭଳି ଆମେ ଏବେ କିଛି ପାଣି କରିକି ଦେଇଦେବା। ଆମେ ତାକୁ ଭଲ ଭାବରେ ଗୋଳେଇ ନେବା। ଦେଖନ୍ତୁ ଭଲ କଲର୍ ମଧ୍ୟ ଆସିବାକୁ ଲାଗୁଛି। କିଛି ସମୟ ପାଇଁ ମସଲା ଟିକେ କଷି ହେବା ପାଇଁ ଛାଡ଼ିଦେବା। ଆମେ ବର୍ତ୍ତମାନ ମସଲାରେ କିଛି ପାଣି ଦେଇ ତାକୁ ଛାଡ଼ି ଦେଇଛେ।
से टिके कषि हो गला परे आमे सबको ऐड करनबा। आमर मसला टिके हो आसलानी आमे ए भली भाबरे पिथि पाता टिके मारदेबा कहीं ना टमाटो जमती मिक्स हो जिवो फल रे बहुत सुंदर मध्य देखा जिवो। वर्तमान मसलाटी आमर हो आसी आमे से सीझा आलू को दे नबा एवं छतु को मध्य ऐड करनबा। ताकू आमे भल भाबरे गळेई नबा एवं गळेई साइला परे आमे किछि समय पई ताकू कषि हेबा पई छाड़ी दबा। वर्तमान हल्का हल्का पानी मरिबा को लागुछि आमे ताकू किछि समय पई ए भली भाबरे घांटी नबा एवं ताकू किछि समय पई मध्य छाड़ी दबा जेमिति भाबरे मसलार पानीटी मरी जिवो। वर्तमान भल भाबरे छतुटी कषि हो जाइछि आमे ताकू आ किछि समय भाजिला परे सेथिरे पानी ऐड करनबा फल रे अतिष्ट स्वादिष्ट हो पारिबो। आमे छतु को भल भाबरे कषि नैचे वर्तमान आमे सेथिरे पानी को दे दबा। आमे सेथिरे वर्तमान पानी दे देले आमे किछि समय ढांकुणी रे घोड़े नबा एवं ताकू 10 मिनिट पई फुटिबा को छाड़ी दबा। 10 मिनिट भितरे मसलाटी भल भाबरे सिझी जिवो एवं परिबा मध्य सिझी जिवो। वर्तमान आमे ढांकुणी को काढी नबा आ टिके देखि नबा केते परिमाण हो आसलानी। आमको आ किछि समय छाड़ीबा को पड़िबो सिझिबा पई ताहले रेसिपीटी भल भाबरे होई परिबो। वर्तमान आमे देखि नबा तरकारी हो आसलानी ना नहीं। वाओ बास्ना बहुत बढ़िया आसुछि। आमे एठी छतु को आ टिके समय पई छाड़ी नबा कहीं छतुरे बेसी समय पानी रही जाइछि। वर्तमान आमर छतुटी हो आसलानी आमे तांको काढी नबा। वाओ एबे छतुटी संपूर्ण भाबरे हो जाइछि आमे ताको गरम गरम सर्व करनबा। ता पूर्वे आमे सेथिरे किछि धनिया पत्र ऐड करनबा। भल भाबरे आमे ताको गोड़े नबा। एबे वर्तमान आमे गैस टिके बंद करनबा एवं छतु तरकारी टिके टेस्ट करबा केमिति हेछि। वर्तमान आमे छतु टिके गोटे पात्र को बाहर करनबा एवं टेस्ट करि कहबा केमिति हेछि। सुना डिशटा टेस्ट कल केमिति हेछि टेस्ट करी कह केमिति हेछि।